ଘସିପୁରା ନିର୍ବାଚନ ମଣ୍ଡଳୀରେ ଏଥର ହେବାକୁ ଯାଉଛି ଘମାଘୋଟ ଲଢ଼େଇ। ଯଦିଓ 2009 ନିର୍ବାଚନ ପରଠାରୁ ବିଜେଡି ଏଠାରେ ଏକତରଫା ଜିତି ଆସୁଛି, 2024 ଲଢ଼େଇରେ ଫଳାଫଳ କିଛି ଅଲଗା ହୋଇପାରେ। ଏଠାରେ ଦଳୀୟ ରାଜନୀତି ଦେଖିଥିଲେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଜିତିବାର ଏକାଧିକ ଉଦାହରଣ ରହିଛି। ଏଥର ଏଠାରେ ନିର୍ବାଚନ ବୈତରଣୀ ପାରି ହେବାକୁ ସବୁ ନେତା ପୁରା ଦମ ଲଗାଇ ଦେଇଛନ୍ତି। 2009ରେ ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀର ସୀମା ପୁନର୍ନିର୍ଦ୍ଧାରଣ ହୋଇ ଘସିପୁରା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ହେଲେ ତା ପୂର୍ବରୁ କଂଗ୍ରେସ ଓ ଅଣକଂଗ୍ରେସ ପ୍ରାର୍ଥୀଙ୍କ ତୀବ୍ର ଲଢ଼େଇ ଦେଖିବାକୁ ଏ ନିର୍ବାଚନ ମଣ୍ଡଳୀ ବାସିନ୍ଦା ପ୍ରାୟ ଅଢ଼େଇ ଦଶନ୍ଧି ଧରି ରାମଚନ୍ଦ୍ରପୁର ତଥା ଘସିପୁର ବଦ୍ରିନାରାୟଣ ପାତ୍ର ଓ ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢ଼େଇ ଦେଖି ଆସୁଛି। ଏଥର ନିରଞ୍ଜନ ପଟ୍ଟନାୟକ ଲଢ଼ୁନାହାନ୍ତି, ତେଣୁ ଏଥର ବଦ୍ରି ପୁଣି ଏକତରଫା ନିର୍ବାଚନ ଜିତିବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସ୍ଥିତିର ବଡ଼ ପରିବର୍ତ୍ତନ ହୋଇଛି। ଏଥର ଭୋଟ ଧ୍ରୁବୀକରଣ ନ ହୋଇ ସମ୍ଭାବନା କମ୍ ଥିବାବେଳେ ଭୋଟ ବିଭାଜନ ହେବାର ବଡ଼ ସମ୍ଭାବନା ସୃଷ୍ଟି ହୋଇଛି। ବଦ୍ରିନାରାୟଣ ପାତ୍ର ପ୍ରଥମେ 1990-2009 ଠାରୁ ବଦ୍ରି ଏହି ଆସନରୁ ଜିତି ଆସୁଛନ୍ତି। ବଦ୍ରିଙ୍କ ଉପରେ ବିଜେଡି ଭରସା କରିଛି। ବଦ୍ରିଙ୍କ ସମଗ୍ର କେନ୍ଦୁଝର ଜିଲ୍ଲାରେ ପ୍ରଭାବ ରହିଛି। ତାଙ୍କର ବଡ଼ ବ୍ୟବଧାନ ଜିତିବାର ରେକର୍ଡ ମଧ୍ୟ ରହିଛି। କିନ୍ତୁ ଏଥର ତାଙ୍କ ବିରୋଧରେ ଅନ୍ତଃସ୍ରୋତ ମଧ୍ୟ ରହିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ କିଛି ଅସନ୍ତୋଷ ମଧ୍ୟ ରହିଛି। ତେଣୁ ଏଥର ଆଉ ଏକତରଫା ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଘସିପୁରରେ ବିଜେପି ଏଥର ପାର୍ଟି ବଦଳ କରିଛି। ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶମ୍ଭୁନାଥ ରାଉତଙ୍କୁ ଟିକେଟ୍ ଦେଇଛି ଦଳ। କିଛି ଦିନ ହେଲା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରୁଥିବା ଶମ୍ଭୁନାଥ ରାଜନୀତିରେ କିନ୍ତୁ ପୁରା ନୂଆ। ଭୋଟରଙ୍କ ମନକୁ ବୁଝିବ ରଣନୀତି କରିବା ତାଙ୍କ ପକ୍ଷେ ଏତେ ସହଜ ହେବ ନାହିଁ। କିନ୍ତୁ ଏଥର କେନ୍ଦୁଝର ଜିଲ୍ଲାରେ ବିଜେପି ସ୍ଥିତି କ୍ରମାଗତ ଭାବେ ସୁଧୁରୁଥିବାରୁ ସମସ୍ତଙ୍କୁ ଚକମା ଦେବାର ଆଶା ରଖିଛନ୍ତି ଶମ୍ଭୁ। କିନ୍ତୁ ପୁରୁଣା ପ୍ରାର୍ଥୀଙ୍କୁ ଆଉ ଥରେ ସୁଯୋଗ ଦେଇଥିଲେ ଫଳାଫଳ ଅଲଗା ହେବାର ସମ୍ଭାବନା ଥିଲା ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ। ଘସିପୁରା ରାଜନୀତିରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ପିତୃଋଣ ସୁଝିବାକୁ ଆସି କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୌମ୍ୟ ନାମାଙ୍କନ ସମୟରେ ତାଙ୍କ ସହିତ ହଜାର ହଜାର ସମସ୍ତଙ୍କୁ ଆସିବାକୁ ଦେଖି ବଦ୍ରିଙ୍କ ଶିବିରରେ ହଲଚଲ ସୃଷ୍ଟି ହୋଇଛି। ସ୍ୱାମୀଙ୍କ ସହ ବିଜେଡିର କିଛି ନେତା ଓ କର୍ମୀଙ୍କ ସହ କଂଗ୍ରେସର ପୁରୁଣା ସମର୍ଥକ ବି ଯୋଡ଼ି ହୋଇଛନ୍ତି। ଏହା ସହିତ ବିଜେପିର ଭୋଟ ବିଭାଜନ କରିବାରୁ ସେ ଉଦ୍ୟମ ଚଳାଇଛନ୍ତି। କେନ୍ଦୁଝର ବୈତରଣୀ କୂଳରେ ଥିବା ଏହି ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଆଶୀର୍ବାଦରେ ନିର୍ବାଚନ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ଘସିପୁରାର ପାରମ୍ପରିକ ଭୋଟ ରହିଛି, କିନ୍ତୁ ଏଥର କଂଗ୍ରେସ ଆସନକୁ ନେଇ ଦ୍ୱନ୍ଦ୍ୱ ରହିଛି। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସୁବ୍ରତ ଚକ୍ର, କିନ୍ତୁ ସେ ହାଇଭୋଲ୍ଟେଜ୍ ଲଢ଼େଇରେ କେତେ ସଫଳ ହୋଇନଛି ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଯଦି କଂଗ୍ରେସ ଭୋଟରଙ୍କୁ ଏକାଠି କରିପାରେ ତେବେ ଲଢ଼େଇର ଶେଷ ଯାଏ କଂଗ୍ରେସ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।